ସୁକିନ୍ଦା ଛକ ରେଙ୍ଗାଲି ପୋଲ ପାଖ 53 ନମ୍ବର ଜାତୀୟ ରାଜପଥରେ ଏକ କାର ଦୁର୍ଘଟଣାରେ ମହିଳା ଆହତ। ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା ଛକ ରେଙ୍ଗାଲି ପୋଲ ପାଖ 53 ନମ୍ବର ଜାତୀୟ ରାଜପଥରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ମହିଳା ଆହତ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଘସିପୁରା ଥାନା ଅନ୍ତର୍ଗତ ଖଜୁରୀପଦା ବାସିନ୍ଦା ସୁଦାମ ଚରଣ ମୁର୍ମୁ ତାଙ୍କ ସ୍ତ୍ରୀ ପିଲାମାନଙ୍କ ସହିତ ଢେଙ୍କାନାଳ ଜିଲ୍ଲା ସ୍ଥିତ ଏକ ବନ୍ଧୁ ଘରକୁ ଯାଇ କାର୍ଯ୍ୟ ସାରି ଶନିବାର ରାତିରେ ନିଜ ବାସଗୃହକୁ ଫେରୁଥିବା ବେଳେ ସୁକିନ୍ଦା ଛକ ରେଙ୍ଗାଲି ପୋଲ ପାଖ 53 ନମ୍ବର ଜାତୀୟ ରାଜପଥ ମଧ୍ୟରେ ଥିବା ଏକ ଗାଢ଼ା ମଧ୍ୟରେ ତାଙ୍କ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସୁଦାମ ଚରଣ ମୁର୍ମୁଙ୍କର ସ୍ତ୍ରୀ ସୁରୁ ମାଝୀ ଆହତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଯୁବକମାନଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ କାର ମଧ୍ୟରୁ ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଶନିବାର ରାତି 12 ଘଟିକା ସମୟରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ଦେଖିବାକୁ ମିଳିଛି। ସୁକିନ୍ଦା ପୋଲିସ ସୂଚନା ପାଇ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ରବିବାର ସକାଳୁ ଥାନାକୁ ଆଣି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।